ଅନେକ ସମୟରେ ତୁମକୁ ଲାଗେ କି ମୋତେ କାହା ସହିତ କଥା ହେବାର ନାହିଁ, ମୋତେ କେବଳ ଏକୁଟିଆ ରହିବାର ଅଛି। ତେବେ ସେହି ସମୟରେ ତୁମ ଆଖପାଖର ରହୁଥିବା ନିଜ ଲୋକମାନେ ତୁମକୁ କୁହନ୍ତି କି କାହିଁକି ଏକାକୀ ରହୁଛ, କାହିଁକି ତୁମକୁ କାହା ସହ କଥା ହେବାର ନାହିଁ, ଏହିଭଳି ଅନେକ ପ୍ରଶ୍ନ। କିନ୍ତୁ ମୁଁ କହୁଛି କି ବେଳେବେଳେ ଏକୁଟିଆ ରହିବା ଜରୁରୀ ଅଟେ। ସବୁବେଳେ ନୁହେଁ, କିନ୍ତୁ ବେଳେବେଳେ ଏକାକୀ ନିଜ ସହିତ ସମୟ ବିତାଅ। ଯେତେବେଳେ ତୁମର କାହା ସହିତ କଥାବାର୍ତ୍ତା କରିବାକୁ ମନ ହେଉନାହିଁ, ତେବେ ନିଜ ସହିତ ସମୟ ବିତାଅ। ନିଜେ ନିଜ ସହିତ କଥା ହୁଅ ଏବଂ ନିଜକୁ ପ୍ରଶ୍ନ କର, ତୁମେ ଜୀବନରେ କ'ଣ ଚାହୁଁଛ? କେଉଁ କଥା ଯାହା ତୁମକୁ ଅଧିକ କଷ୍ଟ ଦେଉଛି? ଏକୁଟିଆ ବସି ଯେତେବେଳେ ତୁମେ ନିଜକୁ ଏହିସବୁ ପ୍ରଶ୍ନ ପଚାରିବ, ତେବେ ତୁମ ନିଜ ଅନ୍ତର୍ମନରୁ ତୁମକୁ ଯେଉଁ ଉତ୍ତର ମିଳିବ, ଜାଣି ରଖ ତାହା ମୋର ଜବାବ ଅଟେ। ସେଥିପାଇଁ ଏକାକୀ ବସିବାକୁ କେବେ ବି ଭୟ କର ନାହିଁ, କାରଣ ସେହି ସମୟ ତୁମେ ମୋ ସହିତ ବିତାଇଥାଅ। ତୁମ ଜୀବନରେ କିଛି ଲୋକ ଅଛନ୍ତି ତୁମ ନିଜର, ଯେଉଁମାନେ ତୁମର ସମସ୍ୟା, ତୁମର ଦୁଃଖ ଦେଖନ୍ତି ନାହିଁ, ନା ଅନୁଭବ ମଧ୍ୟ କରନ୍ତି। ତେଣୁ ଏହିପରି ଲୋକମାନଙ୍କ ପାଇଁ ତୁମେ ନିଜ ମନକୁ ଦୁଃଖ କର ନାହିଁ। ସେମାନେ ତୁମ ନିଜର ଅଟନ୍ତି, ସେଥିପାଇଁ ତୁମେ ସେମାନଙ୍କୁ ଛାଡ଼ିକି କୁଆଡ଼େ ଯାଇପାରିବ ନାହିଁ, ଏହା ମୁଁ ଜାଣିଛି। କିନ୍ତୁ ଏତିକି ମୁଁ କହିପାରିବି କି ତୁମେ ସେମାନଙ୍କଠାରୁ କୌଣସି ଆଶା ରଖିବା ନିଶ୍ଚିତ ଭାବରେ ବନ୍ଦ କରିପାରିବ। ଗୋଟିଏ କଥା ବୁଝିନିଅ ପିଲାମାନେ, ତୁମେ ତୁମ ଅନୁଯାୟୀ ଅନ୍ୟକୁ ପରିବର୍ତ୍ତନ କରିପାରିବ ନାହିଁ, କିନ୍ତୁ ନିଜକୁ ବଦଳାଇବା ନିଜ ହାତରେ ଅଛି। ସେଥିପାଇଁ ନିଜକୁ ପରିବର୍ତ୍ତନ କର। ତୁମକୁ ଏଥିରେ ଶାନ୍ତି ଏବଂ ସୁଖ ପ୍ରାପ୍ତି ହେବ। ମୁଁ ତ ଅଛି ହିଁ ସବୁବେଳେ ତୁମ ସହିତ। ପ୍ରତ୍ୟେକ ପରିସ୍ଥିତିର ମୁକାବିଲା ପାଇଁ ମୁଁ ତୁମକୁ ସାହସ ଏବଂ ଶକ୍ତି ପ୍ରଦାନ କରିବି। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।